ପୁଡାରେ ଗଙ୍ଗା କୋଉଟା ଯମୁନା କୋଉଟା ବାମ କି ଡାହାଣ ସେଇଟା ବାମ ପଟଟା ହଉଛି ଗଙ୍ଗା, ଡାହାଣ ପଟଟା ହଉଛି ଯମୁନା। ଆଜ୍ଞା ମୁଁ ସେଇ କଥା ସେ କହିଲେ, ମୁଁ କହିଲି ଠିକ କି ଭୁଲ ମୁଁ ଟିକେ ପଚାରେ ବାବାଙ୍କୁ। ନା ନା, ବାମ ପଟଟା ଗଙ୍ଗା, ଡାହାଣ ପଟଟା ଯମୁନା। ତୁ ଯେବେ ଏକ ଭାବେ ଭାବୁ ଏ ଘୋର ସଂସାରୁ ତରିବୁ। ଆଜ୍ଞା ହଁ, ଏକ ଭାବେ ମାନେ ଗୋଟେ କଥା ଶୁଣ, ତମେ ଯୋଉ ଦେବତାଙ୍କୁ ତମେ ପୂଜା କରୁଛ, ଆଜ୍ଞା ସେ ଗୋଟିଏ ଦେବତାଙ୍କୁ ତମେ ପୂଜା କରିବ। ଆଜ୍ଞା ବୁଝିଲ, ଆଜ୍ଞା ଆଜ୍ଞା ଏକ ଭାବରେ ଗୋଟିଏ ନାମରେ ବି ତାଙ୍କୁ ଡାକିବ। ସେ ଦେବତାଙ୍କର ଭିନ୍ନ ଭିନ୍ନ ନାମ ଅଛି। ଯୋଉ ନାମଟାକୁ ଥରେ ଧରୁଛ, ସେ ଗୋଟିଏ ନାମକୁ ବାରମ୍ବାର ତମେ ରିପିଟ୍ କରିବ। ଅନ୍ୟ ନାମକୁ ତମେ ରିପିଟ୍ କରିବନି। ବୁଝିଲ ନା? ଆଜ୍ଞା ଆଜ୍ଞା ଦେଖ, ଭଗବାନ ଶ୍ରୀକୃଷ୍ଣଙ୍କୁ ଦ୍ରୌପଦୀ ଡାକିଲେ, ଯେତେବେଳେ ମାଧବ ନାମରେ ଡାକିଲେ ସେ ମାଧବ ରୂପ ଆସିଲେ, କୃଷ୍ଣ ନାମରେ ଡାକିଲେ କୃଷ୍ଣ ରୂପରେ ଆସୁଛନ୍ତି, ମଧୁସୂଦନ ଡାକିଲେ ଆଉ ଗୋଟେ ରୂପ ବଦଳୁଛନ୍ତି। ଅର୍ଥାତ୍ ଗୋଟିଏ ଠାକୁରଙ୍କୁ ଗୋଟିଏ ନାମରେ ହିଁ କେବଳ ଡାକିବ। ଆଜ୍ଞା 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 ନାମ କେବେଳେ ତମେ ବଦଳେଇବନି। ଏକ ଆମ ଠାକୁର ଶ୍ରୀ ଶ୍ରୀ ଦୟାନନ୍ଦ ପରମଦେବ କହିଲେ, ଏକ ଦେବା ଏକ ସେବା ଏକାକାର ଏକାଗାର ଏକାଧାର କଲେ ପାଇବ ଗୁରୁ ବିଚାର। ଅର୍ଥାତ୍ ଯୋଉ ଜାଗାରେ ବସିଛ ସେ ଗୋଟେ ଜାଗାରେ ବସିବ, ଯୋଉ ଘରେ ବସିଛ ସେ ଗୋଟିଏ ଘରେ ବସିବ, ଯୋଉ ଧାରରେ ଜପୁଛ ସେ ସେଇ ଧାରରେ ଜପିବ, ଯୋଉ ନାମକୁ ଜପୁଛ ସେ ଗୋଟିଏ ନାମକୁ ଜପିବ। ନାମକୁ କେବେ ବଦଳେଇବନି। କଣ ଆଜ୍ଞା ବୁଝିଲ ନା? ଆଜ୍ଞା ଆଜ୍ଞା କଲେ ତମର ସେଟା କଣ ହବ ନା ରିପିଟ୍ ହବ। ମୁଁ ତମକୁ ଗୋଟେ ଛୋଟିଆ ଉଦାହରଣ ଦଉଛି ଶୁଣ। ଖଣ୍ଡେ ଆଜ୍ଞା ଶୁଖିଲା କାଠ ନେଇ ଆସ। କାଠ ନେଇ ଆସିକି ତାକୁ ଗୋଟେ କରତ ନେଇ ଆସ। ସେ କରତରେ ତମେ କଣ କରିବ ନା, ଚରକେ 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 ଏମୁଣ୍ଡରୁ ସେମୁଣ୍ଡ ପଟେ ମାର। କାଠଟି ଆଜ୍ଞା କଟିବ କି? ହଁ ଆଜ୍ଞା 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 କଟିବ ନା? ନାହିଁ କଟିବ ନାହିଁ। ତେଣୁ ଗୋଟିଏ ଜାଗାରେ ଯଦି ବାରମ୍ବାର ବାରମ୍ବାର 50-100 ଚରକା ମାରିବ, ସେ କଟିବ ନା ଆଉ। ହଁ ନିଶ୍ଚିତ ଆଜ୍ଞା ଆଜ୍ଞା ଆଚ୍ଛା, ଆଉ ଗୋଟେ କଥା କହୁଛି, ଭଗବାନଙ୍କର 1000 ନାମ, ବିଷ୍ଣୁ ସହସ୍ର ନାମ। ତମେ ସହସ୍ର ନାମକୁ ଥରେ ଥରେ ଜପିଲା ବେଳକୁ ଅଧଘଣ୍ଟେ ଲାଗୁଛି, କିନ୍ତୁ ସେଇଥିରୁ ଗୋଟିଏ ନାମକୁ ଯଦି ଅଧଘଣ୍ଟେ ଜପିବ, ତାର ପାୱାରଟା ଯେତେ 1000 ନାମକୁ ଥରେ ଥରେ ଜପିଲେ କଣ ପାୱାର ସେତେ ହବ? ହଁ ଆଜ୍ଞା ହଁ ବୁଝିଲ ନା? ଏକ ଭାବ କହିଲେ ଗୋଟିଏ ଭାବରେ, ବୁଝିଲ, ଗୋଟିଏ ଭାବନାରେ ଆଜ୍ଞା ଆଜ୍ଞା ତମର। ତୁ ଯେବେ ଏକ ଭାବେ ଭାବୁ ଏ ଘର, ଗୋଟିଏ ଭାବରେ ଭାବିବୁ, ଭାବନା ବଦଳେଇବୁନି, ଚେଞ୍ଜ କରିବୁନି। ହେଲା, କଲେ କଣ ହବ ନା ଧୀରେ 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 ମନ ସ୍ଥିର ହବ, ମନ ତା ଦେହରେ ଲୟ ହବ, ଏବଂ ମନ ସ୍ଥିର ହେଇକରି ତମର ଧୀରେ ଧୀରେ ମୁକ୍ତି ମାର୍ଗ ଖୋଲିବ। ଏ ଆଜ୍ଞା ଘୋର ଆଜ୍ଞା ସଂସାରରୁ ତମେ ତରିଯିବ, ଘୋର ସଂସାରରୁ ତରିଯିବ। ଆଉ କିନ୍ତୁ ତମେ ଯଦି ଏକ ଭାବ ନ କରିକି 2 ଭାବ 3 ଭାବ 4 ଭାବ କଲ, କେମିତି ହବ? ଆଜ୍ଞା 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 ଆଜି ନାରାୟଣକୁ ଜପ କଲୁ, କାଲି ଯିବୁ, କାଲି ଶିବଙ୍କୁ ଥରେ ଜପ କଲୁ, ପରଦିନ ଦୁର୍ଗାଙ୍କୁ ଜପ କଲୁ, ଏଇଟା କଣ ତମ ମନରେ ଠିକ ହବ? ହଁ ଆଜ୍ଞା ଆଜ୍ଞା ହଁ ବୁଝିହେଲା ଆଜ୍ଞା। ହଁ, ଯୋଉ ଗୋଟିଏ ଦେବତାଙ୍କୁ ତମେ ଚିନ୍ତା କରୁଛ, ସେଇ ଦେବତାଙ୍କୁ ତମେ ବାରମ୍ବାର ଭାବରେ ଯଦି ଭାବିବ, ତାମାନେ ଏ ଘୋର ସଂସାରରୁ ତମେ ତରିଯିବ, ମୁକ୍ତି ପାଇଯିବ। ହେଲା, ଆଜ୍ଞା ଆଜ୍ଞା ଆଉ ଆଜ୍ଞା ତମେ ମତ ବଦଳେଇବନି ଆଉ କଣ? ହଁ ଆଜ୍ଞା 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 ନର୍କ ଆଉ ସ୍ୱର୍ଗ, ତୁ ଆଜ୍ଞା କଣ ଦୀକ୍ଷା ନେଇଛୁ ନା? ହଁ ବାବା, ସେ ଜଣକଠୁ ନେଇଥିଲି, ହୁଁ ସେ ତାଙ୍କ ପାଖକୁ ତ ଆଉ ଯାଇ ଆସିବା ହଉନି। ସେ ଆଉ ସେ ନରକରୁ ମୁକ୍ତି ପାଇବା ପାଇଁ ବାଟ ଦେଇନାହାନ୍ତି ନା? ହଁ ବାବା, ତାଙ୍କ ସହିତ ଗୋଟେ ଥର 2 ଥର ଭେଟ ହେଇଥିଲା। ଆଉ ତାଙ୍କୁ ଲୋକ ଗହଳିରେ ପଚାରି ପାରେନି। ଆଉ ତାପରେ ତାଙ୍କୁ ଯେତେବେଳେ ଗଲେ ବି ଭେଟ ହଅନ୍ତିନି, କୁଆଡେ ଯାଆନ୍ତି। ଏଇ ହିସାବରେ ଆଉ ତାଙ୍କଠୁ କିଛି ବୁଝିପାରିନି ବାବା। ନର୍କ ହଉଛି ଶରୀର। ଆଜ୍ଞା ପ୍ରତ୍ୟେକ ଲୋକ ନିଜ ହାତରେ ନିଜେ 84 ଆଙ୍ଗୁଳି। ଆଜ୍ଞା ଆଜ୍ଞା 84 ନର୍କ ମାନେ ଶରୀର ନର୍କରୁ ମଣିଷ କେମିତି ଉଦ୍ଧାର ହବ। ଆଜ୍ଞା ଆଚ୍ଛା, ନର୍କ ଆଉ ସ୍ୱର୍ଗ ଦିଟା କଥା। ଆଜ୍ଞା ତମର ଇଡା ନାଡିରେ ଆଜ୍ଞା ଯୋଉ କର୍ମ ମାନେ ଆମେ କରନ୍ତି, ଆଜ୍ଞା ସେ କର୍ମ ହଉଛି ପିତୃ ଲୋକକୁ ଯିବାର ସ୍ଥାନ। ଆଜ୍ଞା ତେଣୁ ସେ ହଉଛି ନର୍କର ବାଟ। ଆଜ୍ଞା ପିଙ୍ଗଳା ନାଟରେ ଯଦି ଆମେ ମୃତ୍ୟୁବରଣ କରିବା, ତାହେଲେ ଆମେ ସ୍ୱର୍ଗକୁ ଯିବା ପାଇଁ ସେଇଟା ହଉଛି ବାଟ। ଆଜ୍ଞା ସେ ହଉଛି ସ୍ୱର୍ଗ, ଇଏ ହଉଛି ନର୍କ, ଆଜ୍ଞା ଦିଟା ହେଲା। ଆଚ୍ଛା, ଏଇ ନର୍କରୁ ତ୍ରାହି ପାଇବା ପାଇଁ ବାଟ ହଉଛି ଯେ ସଦ୍ଗୁରୁ ଦତ୍ତ ମନ୍ତ୍ରକୁ ସ୍ମରଣ କରିକିରି, ହେଲା। ଆଜ୍ଞା ମୃତ୍ୟୁ ସମୟରେ ତମର ଯଦି ଦକ୍ଷିଣ ପୁଡାରେ ପବନ ରୁହେ, ତାହେଲେ ତମେ ସ୍ୱର୍ଗକୁ ଯିବ। ଆଜ୍ଞା ଆଜ୍ଞା ପ୍ରାଣ କାଳେ ମନସା ଚଳେ ନ, ଭକ୍ତ୍ୟା ଯୁକ୍ତ ଯୋଗ ବଳେ ନ ଚୈବ, ପୂର୍ବରୁ ଆଜ୍ଞା ମଧ୍ୟ ପ୍ରାଣ ମାବେଶ ସମ୍ୟକ୍,
ସତଂ ପରଂ ପୁରୁଷମ୍ ଉପେଇତି ଦିବ୍ୟମ୍। ସେ ପରମ ପୁରୁଷକୁ ଆମେ ପାଇବା କେତେବେଳେ ଯେ ମୃତ୍ୟୁ ସମୟରେ ଯଦି ଆମର ମନଟା ଅଚଳ ଆଜ୍ଞା ନିଶ୍ଚଳ ଭାବରେ ଯଦି ଭୂରୁଦୟ ମଧ୍ୟ କେନ୍ଦ୍ରରେ ଯଦି ଆମେ ରହିବା ବୁଝିଲେ କି ଆଜ୍ଞା ସେଇ ସମୟରେ ଯଦି ଆମର ମୃତ୍ୟୁବରଣ ହୁଏ ତ ଆମେ ନିଶ୍ଚିତ ସେ ପରମ ପୁରୁଷକୁ ଆମେ ପ୍ରାପ୍ତ ହବା। ତେଣୁ ଭୂରୁଦୟ ମଧ୍ୟରେ ରହିବା ପାଇଁ ହେଲେ ତମେ କଣ ଆଜ୍ଞା କରିବ? ଆଜ୍ଞା ତେଣୁ ସେ ଭୂରୁଦୟରେ ପ୍ରାଣ ଅର୍ଥାତ୍ ପବନ ରଖିବା ପାଇଁ ହେଲେ ଗୁରୁଦତ୍ତ କର୍ମକୁ ରୀତିମତ ଆସନ ପ୍ରାଣାୟାମ ଦ୍ଵାରା କରିକିରି ଯଦି ସେଠି ସ୍ଥିର କରିପାରିବ ଗୁରୁଦେବ ମଧ୍ୟ କ୍ଷେତ୍ରରେ ତାହେଲେ ତମେ ସେ ପରମ ପୁରୁଷକୁ ତମେ ପାଇବ। ହେଲା କି ଯୋଉ ସେଇଟା ତ ଯୋଉ 24 ଯୋଉ 21,600 ଯୋଉ ଷଡ଼ଚକ୍ର ଆଜ୍ଞା ଭଜନ ହଉଛି ସେ ବା ଗୁରୁ କରନୁ ଗୁରୁ କରିଥି 21,600 କଣ କଣ 21,600 ଭଜନ ହଉଛି ବୋଲି ମୁଁ କିଏ କହିଲା ଶୁଣୁଥିଲି। ତ ଶୁଣିଥିଲୁ ତୁ ଜାଣିଛୁ ନା ଭଜନ କାହାକୁ କୁହନ୍ତି? ନାଇଁ ମୁଁ ତ ଜାଣିନି ବାବା, ଜାଣିନି ବୋଲି ଜାଣିନୁ ସେ ପଚାରୁଛି। ଶୁଣୁ ସେଇ ଏଗୁଡାକ ତୋର ଯେତିକି କ୍ଷମତା ତୁ ସେତିକି ପଚାରିବୁ। ଆଜ୍ଞା ଆଉ ଆଜ୍ଞା ତୁ ଆଜ୍ଞା ବର୍ତ୍ତମାନ 84 ନରକରୁ କେମିତି ତ୍ରାହି ପାଇବା ପାଇଁ କହୁଛୁ ମୁଁ ଉତ୍ତର ଦଉଛୁ ତୁ ମତେ ଆଉ ଗୋଟେ ଜିନିଷ ପୁରେଇ ଜାଣି ତା ଭିତରେ ଆଜ୍ଞା 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 ତାହେଲେ ତୋ ମୁଣ୍ଡଟା ଠିକ ନାହିଁ। ସେମିତି ପ୍ରଶ୍ନ ପଚାରନ୍ତି ନାଇଁ କାହାକୁ ହେଲା। ଆଜ୍ଞା ଆଜ୍ଞା ଆଉ ଆଜ୍ଞା ତୁ ଗୋଟେ କଥା ହଉଛି ଭଜନ ଅର୍ଥ ତୁ ତ ଜାଣିନୁ ଭଜନ କାହାକୁ କୁହନ୍ତି। ହଁ ଆଜ୍ଞା ସଦ୍ଗୁରୁ କଲେ ତମେ ସେ ଭଜନ କଥାଟା ଜାଣିବ। ବାବା ହୁଁ। ନିଶ୍ଚିତ ଆପଣଙ୍କ ପାଖକୁ ଯିବି। ଆମର ଯୋଉ ନିଶ୍ୱାସଟା ଆଜ୍ଞା 24 ଘଣ୍ଟାରେ 21,600 ଥର ସାଧାରଣ ଲୋକଙ୍କର ଯିବା ଆସିବା କରୁଛି। ଆଜ୍ଞା 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 ହେଲା କି 21,600 ଥର ଯଦି 24 ଘଣ୍ଟାରେ ଯାଉଛି ହେଲା ଆଜ୍ଞା 1 ଘଣ୍ଟାକ 60 ମିନିଟ ଆଜ୍ଞା 1 ମିନିଟ 60 ସେକେଣ୍ଡ ତେଣୁ ଆଜ୍ଞା 24 ଗୁଣନ 60 ଗୁଣନ 60 କରିଦେଲେ ଯେତିକି ହେଲା ସେତିକି ସେକେଣ୍ଡ ହେଲା କି ସେଇ ଆଜ୍ଞା ସେକେଣ୍ଡକୁ 21,600 ଥର ହଲେ ଆମେ ଦେଖିବା ଯେ ଗୋଟିଏ ମିନିଟରେ ନିଶ୍ୱାସ ଆମର 15 ଥର ଯିବା ଆସିବା କରୁଛି। ଆଜ୍ଞା ଆଜ୍ଞା ଆଉ ଏଇଟାକୁ କୁହନ୍ତି ଭଜନ। ଆଜ୍ଞା କଣ ବୁଝିପାରିଲ ନା? ଆଜ୍ଞା ଆଜ୍ଞା ତୁ ତ ଆଜ୍ଞା ଗୁରୁ କରନୁ ସେଗୁଡାକ ପଚାରୁଛୁ କଣ ମୁଁ ଉତ୍ତର ଦେବି ଯେ ପ୍ରଶ୍ନ ଯାହା ବାବା ତୁ କରୁଛୁ। ଗୁରୁ କରିଥିଲି ଜଣକୁ ବାବା ଗୁରୁ କରିଛି କିନ୍ତୁ ସେ ତାଙ୍କ ଗୁରୁ ପାଖକୁ ତତେ ଯାଇ ହଉନି। ବୁଝେଇ ନାହିଁ କିଛି ତତେ ଭଜନ କଣ କିଛି ଜଣେ କରିନି ଗୁରୁ ସଦ୍ଗୁରୁ ନୁହେଁ ସେ ନାମ ଗୁରୁ ହେଇଥିବ। ହଁ ଆଜ୍ଞା ବାସ ସେ ନାମ ଗୁରୁ ତାକତ ନାହିଁ ଏ ସବୁ ତତ୍ଵ କଥା ବୁଝେଇବା ପାଇଁ। ତ ଗୁରୁ ଆଉ କରିସାରିଲା ପରେ ଗୁରୁ ଦତ୍ତ ନାମକୁ ଅହରହ ସ୍ମରଣ କଲେ ତମକୁ ତତ୍ଵ କଥା ଦର୍ଶନ ହବ ଦୃଶ୍ୟ ହବ ଚାରିଆଡେ ହେଲା ଆଜ୍ଞା କି ଆଜ୍ଞା ହଁ ଗୁରୁ ନାମ ଯଦି ପ୍ରକୃତରେ ତମେ ଗୁରୁଙ୍କୁ ଧରିବ ତ ଶୁଣ ଗୁରୁ ନାମର ମହିମା ଟା ମୁଁ ତମକୁ ବୁଝଉଛି ଶୁଣ। ଗୁରୁ ଆଜ୍ଞା ନାମର ମହିମା ହଉଛି ଯେତେବେଳେ ତମେ ସଦ୍ଗୁରୁ ଦତ୍ତଙ୍କ ନାମକୁ ତମେ ସ୍ମରଣ କରିବ ପ୍ରଥମେ ତମ ଭିତରେ ଜ୍ଞାନ ଉଦୟ ହବ। ସୂକ୍ଷ୍ମ ଆଜ୍ଞା ସୂକ୍ଷ୍ମ ବିଚାର ଗୁଡାକ ତମ ମନକୁ ଆସିବ। ଗୀତା ଭାଗବତର ଶରୀର ଅର୍ଥ ଗୁଡାକ ତମ ମନ ଭିତରେ ଆସିବ। ଆଜ୍ଞା ଯେକୌଣସି ସାଧୁ ସନ୍ନ୍ୟାସୀ କି ଦେଖିଲେ ତମର ଭକ୍ତି ଜାଗ୍ରତ ହବ। ତାଙ୍କ ଉପରେ ଶ୍ରଦ୍ଧା ଜାଗ୍ରତ ହବ। ଆଜ୍ଞା କଣ ଆଜ୍ଞା ଆଜ୍ଞା ସମସ୍ତଙ୍କୁ ଦେଖିଲେ ତମକୁ ଖୁସି ଲାଗିବ। ଏଇ ସବୁ କଥା ଏଇ ସବୁ ଲକ୍ଷଣ ଯେତେବେଳେ ତମଠି ଉଦ୍ରେକ ହବ ଦେଖାଦବ ଆଜ୍ଞା ତମେ ଜାଣିବ ଯେ ତମେ ଯୋଉ ଗୁରୁ ନାମକୁ ଧରିଛ ସେ ନାମଟା ହଉଛି ଠିକ ହେଲା। ଆଜ୍ଞା ନାମ ନାମ ହଉଛି ଗୋଟେ ନିଶା ବୁଝିପାରୁଛ। ଆଜ୍ଞା ଆଜ୍ଞା ନିଶା ଖାଇଲେ ନିଶା ଦି ପ୍ରକାରର ନିଶା କଣ ଗୋଟେ ହଉଛି ମଦ ନିଶା ଗୋଟେ ହଉଛି ଗଞ୍ଜେଇ ନିଶା ହେଲା। ମଦ ଆଜ୍ଞା ନିଶା କାହା କୁହନ୍ତି ଯେ ମଦ ନିଶା ଟା ଯିଏ ମଦ ଖାଇବ ସେ ବସିଲା ଲୋକକୁ ଉଠେଇଦବ ନାନାଦି ପ୍ରକାର କଥା ଗପିବ କୁ ଭାଷା କରିବ ମୁଣ୍ଡ ଟା ବିଚଳିତ ହବ। ଏଇଟା ମଦ ନିଶା ନା। ଆଜ୍ଞା ଆଚ୍ଛା ଆଜ୍ଞା ଗଞ୍ଜେଇ ଯଦି ତମେ ଖାଇବ ତମର ଗପା ଗପି କିଛି ନାହିଁ ପୁରା ନିରବରେ ଡୋଳିବ ବସିକିରି ଡୋଳୁଥିବ ଏଇଟା ଗଞ୍ଜେଇ ନିଶା। ତେଣୁ ଆଜ୍ଞା ସେ ଗଞ୍ଜେଇ ନିଶା ଭଳି ତମର ଯେତେବେଳେ ଆସିବ ଗୁରୁ ଦତ୍ତ ନାମକୁ ସ୍ମରଣ କଲେ ଯଦି ତମର ଗଞ୍ଜେଇ ନିଶା ଭଳି ଲାଗିବ ଜାଣିବ ଯେ ତମକୁ ନିଶା ଆସିଲା ଧୀରେ ସ୍ଥିର ହେଇଗଲା ତମ ମନ ସ୍ଥିର ହବ ଚଞ୍ଚଳ ହବନି ହେଲା। ଏଇ ଯୋଉ ଆଜ୍ଞା ଶକ୍ତି ମନ୍ତ୍ର ବାମାଙ୍ଗୀ ମନ୍ତ୍ର କିମ୍ବା ଏଇ ଯୋଉ ଅନ୍ୟାନ୍ୟ ସବୁ ଯୋଉ ତାନ୍ତ୍ରିକ ମନ୍ତ୍ର କି ପ୍ରଭୃତି ମାର୍ଗର ମନ୍ତ୍ର ଯଦି ତମେ ସ୍ମରଣ କରିବ ସେ ହଉଛି ମଦ ନିଶା। ସେ ଆଜ୍ଞା ନିଶାକୁ ସ୍ମରଣ କଲେ କଣ ହବ ତା ମନଟା ଯଦି ସ୍ଥିର ଥିବ ଓଲଟି ଚଞ୍ଚଳ କରିଦବ। ଏଇଟା ହଉଛି ତମର ପ୍ରଭୃତି ମାର୍ଗର ମନ୍ତ୍ର। ନିବୃତ୍ତି ମନ୍ତ୍ର ଟା କଣ ହବ ନାଇଁ ଚଞ୍ଚଳ ମନକୁ ତମକୁ ସେ ସ୍ଥିର କରିଦବ।
ସ୍ଥିର ହିସାବରେ ତମେ ବସିକିରି ତମେ ଚିନ୍ତା କରିପାରିବ, ଜ୍ଞାନ ବିଚାର ତମର ଆସିପାରିବ ହେଲା। ତେଣୁ ଆଜ୍ଞା ନିବୃତ୍ତି ମାର୍ଗ ମନ୍ତ୍ର ତମର ପ୍ରଜ୍ଞା ବା ଜ୍ଞାନକୁ ତମର ବା ବୁଦ୍ଧିକି ତମର ସେ ସ୍ଥିର କରିଦିଏ ହେଲା। ଆଜ୍ଞା ଆଜ୍ଞା ଆଉ ଆଜ୍ଞା ପ୍ରବୃତ୍ତି ମାର୍ଗ ମନ୍ତ୍ର ତମକୁ ଅସ୍ଥିର କରିଦିଏ, ଚାରିଆଡକୁ ବୁଲେଇ ମନ ବୁଲାଏ, ମନ ବିଭ୍ରମ ହେଇଯାଏ। ବୁଝିପାରିଲେ ନା? ତେଣୁ ପ୍ରଥମେ गुरु कीजिए जान के, पानी पीजिए छान के। गुरु कीजिए जान के, जो गुरु टिकी କରିବ ସେ ଗୁରୁକୁ ଜାଣିକିରି କର। ଯଦି ତମେ ପ୍ରବୃତ୍ତି ମାର୍ଗରୁ ଗୁରୁ କରିଦେଇଛ ଜୀବନଟା ବୃଥା ହେଇଯିବ, ବୃଥ ଜନ୍ମେ ଜନ୍ମେ। କଣ ବାବା ବୁଝିଲେ କି? ଗୁରୁ କରିକିରି ବାବା ଆଉଥରେ ଗୁରୁ କରିହବ ତ? କିଛି ଅସୁବିଧା ନାହିଁ, ତମେ କ୍ଲାସରେ ପାଠ ହଉଛ, ସପ୍ତମ ଶ୍ରେଣୀ ପାଠ ପଢି ସାରିଲା ପରେ ଅଷ୍ଟମ ଶ୍ରେଣୀକି ଯାଉନା? ହଁ ଆଜ୍ଞା ହଁ। ବାସ୍। କିନ୍ତୁ କଲେଜକୁ ଯାଇ ସାରିଲା ପରେ ଆଉ ତମେ ତଳକୁ ଖସି ପାରିବେନି, ତଳ କ୍ଲାସକୁ ଆସିପାରିବେ ସେମିତି। ସଦ୍ଗୁରୁ ହଉଛି କଲେଜ ପାଠ, କଲେଜ ଲେକ୍ଚର ହେଲା। ତାଙ୍କ ପାଖକୁ ସଦ୍ଗୁରୁ ଗ୍ରହଣ କରିସାରିଲା ପରେ ଆଉ ଅନ୍ୟ ଗୁରୁ କରାଯାଏ